Hello everyone, this is Saurabh Nayak. I welcome you to my YouTube channel, Insert Saurabh. आज ଭିଡିଓଟି ହେଉଛି ପିଏମ୍ ଇଣ୍ଟର୍ନସିପ ବିଷୟରେ। ଏହି ଭିଡିଓରେ ଆମେ ଦେଖିବା ଆମେ କିଭଳି ଅନଲାଇନରେ ପିଏମ୍ ଇଣ୍ଟର୍ନସିପ ପାଇଁ ଆପ୍ଲାଏ କରିପାରିବା। ତ ଚାଲନ୍ତୁ ଆଜିର ଭିଡିଓକୁ ଆରମ୍ଭ କରିବା। ପ୍ରଥମେ ଆମେ ଜାଣିବା ଏହାର ଏଲିଜିବିଲିଟି କ୍ରାଇଟେରିଆ କଣ। ପ୍ରଥମେ ହେଉଛି ଏଜ୍। ଆପ୍ଲିକାଣ୍ଟ ମଷ୍ଟ ବି ବିଟୱିନ୍ ଦି 21 and 24 ଇୟର ଓଲ୍ଡ ଏଜ୍ ଅଫ୍ ଆପ୍ଲିକେସନ ଡେଡଲାଇନ୍। ତ ଯେଉଁମାନେ ଏଠାରେ ଆପ୍ଲାଏ କରିବେ ସେମାନଙ୍କ ବୟସ 21 ବର୍ଷ ହେବା ଆବଶ୍ୟକ ଆଉ ମାକ୍ସିମମ୍ ବୟସ 24 ବର୍ଷ ହେବା ଆବଶ୍ୟକ। ବର୍ତ୍ତମାନ ଆମେ ଜାଣିବା ଏହାର ଏଜୁକେସନ the candidate should have complete at least one of the following. କହିପାରିବେ ସେ 10th ବା 12th କରିଥିବା ଆବଶ୍ୟକ, ଅଣ୍ଡର ଗ୍ରାଜୁଏଟ୍ କିମ୍ବା ପୋଷ୍ଟ ଗ୍ରାଜୁଏଟ୍ ହେବା ଆବଶ୍ୟକ, ଡିପ୍ଲୋମା ଥିବା ଆବଶ୍ୟକ ଯୋଉଠି ଗଭର୍ଣ୍ଣମେଣ୍ଟ ୟୁନିଭର୍ସିଟିରେ। ବର୍ତ୍ତମାନ ଆମେ ଜାଣିବା କି ଏମ୍ପ୍ଲୟମେଣ୍ଟ ଷ୍ଟାଟସ୍ କଣ। The application should not be engaged in full time employment or full time education. ତ ଏଠାରେ କୁହାଯାଇଛି କି ଯୋଉ ବି ଆପ୍ଲାଏ କରିବେ ସେ କୌଣସି ଫୁଲ ଟାଇମ ଜବ୍ ନ କରୁଥିବା ଆବଶ୍ୟକ, କୌଣସି ଫୁଲ ଟାଇମ ଏଜୁକେସନ ନ କରୁଥିବା ଆବଶ୍ୟକ। However, those enrolled in online or distance learning program are eligible to apply. ଯଦି ଆପଣ ମାନେ କୋଉ କୋର୍ସ କରୁଛନ୍ତି ତାହା ଅନଲାଇନ ଅଛି କିମ୍ବା ଡିଷ୍ଟାନ୍ସ କୋର୍ସ ଅଛି ତାହେଲେ ଆପଣ ମାନେ ଆପ୍ଲାଏ କରିପାରିବେ। ତ ବର୍ତ୍ତମାନ ଆମେ ଜାଣିବା କି ଷ୍ଟାଇପେଣ୍ଡ ଏଣ୍ଡ ବେନିଫିଟ। The monthly stipend selected intern will be received monthly stipend of 6,000. ତ ଯିଏ ବି ଏଠାରେ ସିଲେକ୍ଟ ହେବ ସେମାନଙ୍କୁ monthly 6,000 ମିଳିବ, କିନ୍ତୁ କାହାକୁ ମିଳିବନି ନା ଯେମାନେ ସିଲେକ୍ଟ ହେବ। The duration contract, the internship spent 12 months with at least half of the program. Focus on hand-on work experience. ଆପଣଙ୍କୁ ଏଠାରେ ବର୍ଷେ ସମୟ ଦେବାକୁ ପଡିବ ଯୋଉଥିରେ କି ଆପଣଙ୍କୁ monthly 6,000 ମିଳିବ। ତ ବର୍ତ୍ତମାନ ଜାଣିବା industry exposure. The intern will have the opportunity to work in various sectors including automobile, finance, hospital and technology. Gaining practical experience in their choice field. ଆପଣଙ୍କ ଏଠାରେ ବହୁତ ସାରା ଫିଲ୍ଡ ଅଛି ଯୋଉଟା କି ଆପଣ ମାନେ ଜବ୍ କରିପାରିବେ। ଆପଣମାନଙ୍କୁ ଏଠାରେ ଟ୍ରେନିଂ ଦିଆଯିବ, ଟ୍ରେନିଂ ପାଇଁ ଆପଣଙ୍କୁ ଏଠାରେ 6,000 ମିଳିବ। ବର୍ତ୍ତମାନ ଆମେ ଜାଣିବା କି ଇମ୍ପୋର୍ଟାଣ୍ଟ ଡେଟ୍ସ। ଆପ୍ଲିକେସନ ଡେଡଲାଇନ ଅଛି ମାର୍ଚ୍ଚ 12, 2025। ତ ଆପଣ ମାନେ ମାର୍ଚ୍ଚ 12 ପୂର୍ବରୁ ଏହାକୁ ଆପ୍ଲାଏ କରିପାରିବେ। ଯଦି ଆପଣ ମାର୍ଚ୍ଚ 12 ପୂର୍ବରୁ ଆପ୍ଲାଏ କରୁନାହାନ୍ତି ତାହେଲେ ଯଦି ଡେଟ୍ ବଢେ ତାହେଲେ ଆପଣ ଆପ୍ଲାଏ କରିପାରିବେ। ତ ବର୍ତ୍ତମାନ ଆମେ ଷ୍ଟେପ ବାଇ ଷ୍ଟେପ ପ୍ରୋସେସ ଦେଖିବା ଆମେ କିଭଳି ଆମେ ଆପ୍ଲାଏ କରିବୁ। ଏହା ପାଇଁ ପ୍ରଥମେ ଆପଣଙ୍କୁ କୌଣସି ଏକ ବ୍ରାଉଜରକୁ ଯିବାକୁ ପଡିବ। ଏହାପରେ ଆପଣ ମାନେ ପିଏମ୍ ଇଣ୍ଟର୍ନସିପ ସର୍ଚ୍ଚ କରିବେ। ଆପଣମାନଙ୍କ ପାଖରେ ପ୍ରଥମ ଲିଙ୍କଟା ଆସିବ, ଆପଣ ତା ଉପରେ କ୍ଲିକ୍ କରିବେ। ବର୍ତ୍ତମାନ ଆପଣ ଏଭଳି ଆସିବ, ଆପଣ ମାନେ ଏଠାରେ ନ୍ୟୁ ରେଜିଷ୍ଟ୍ରେସନ ରେ କ୍ଲିକ୍ କରିବୁ। ଯଦି ଆପଣମାନଙ୍କ ପୂର୍ବରୁ ଆକାଉଣ୍ଟ ଅଛି ଆପଣ ଲଗଇନ କରିବେ। ବର୍ତ୍ତମାନ ଆପଣଙ୍କ ପାଖରେ ଏଭଳି ଅପସନ ଆସିବ, ଆପଣ ମାନେ ଏହାପରେ ଆପଣ ମାନେ ସବମିଟ କ୍ଲିକ୍ କରିବେ। ବର୍ତ୍ତମାନ ଆପଣଙ୍କ ମୋବାଇଲ ଭିତରୁ ଓଟିପି ଯିବ ଯୋଉଟା କି ଆପଣ ମାନେ ଏଠାରେ ଫିଲ୍ଅପ୍ କରିବେ। ଓଟିପି ଦେଲା ପରେ ଆପଣଙ୍କୁ ଏଠାରେ ପାସୱାର୍ଡ ଦବାକୁ ପଡିବ। ପାସୱାର୍ଡ ଆପଣ ମାନେ ଦେବେ, ତାହା ପ୍ରଥମ ଅକ୍ଷର କ୍ୟାପିଟାଲ ହେବ, ତାପରେ ସ୍ମଲ ହେଇକି ଏଡିରେଟ ସିମ୍ବଲ ଦିଆଯିବ, ତାପରେ ଆପଣ ମାନେ କିଛି ଗୋଟେ ଡିଜିଟ ଲେଖିବେ। ଯୋଉଟା କି ମୁଁ ଏକ୍ସାମ୍ପଲ ରେ ଦେଖେଇଛି। ପାସୱାର୍ଡ ଦେଲା ପରେ ଆପଣ ମାନେ ସବମିଟ ଉପରେ କ୍ଲିକ୍ କରିବେ। ବର୍ତ୍ତମାନ ଆପଣଙ୍କୁ ଏଭଳି ଶୋ ହବ, ଆପଣ ଏଠାରେ କୌଣସି ଫ୍ରେଣ୍ଡକୁ ରିଫର କରିପାରିବେ। ଯଦି ଆପଣଙ୍କ ଫ୍ରେଣ୍ଡ ଆପଣଙ୍କ ଲିଙ୍କରେ ଯାଇକି ଏନରୋଲମେଣ୍ଟ କଲା ତାହେଲେ ଆପଣଙ୍କୁ ଏଠାରେ ରିୱାର୍ଡ ମିଳିବ। 45,000। ଯଦି ଆପଣ ମାନେ ରେଙ୍କ 1 ରେ ଆସିଲେ ତାହେଲେ ଆପଣଙ୍କୁ 5,000 ମିଳିବ। ଯଦି ଆପଣ ମାନେ ରେଙ୍କ 2 ରେ ଆସିଲେ ତାହେଲେ 2,000 ମିଳିବ। ଯଦି ଆପଣ ରେଙ୍କ 3 ରେ ଆସିଲେ ତାହେଲେ ଆପଣଙ୍କୁ 1,000 ଟଙ୍କା ମିଳିବ। ତ ବର୍ତ୍ତମାନ ଆପଣଙ୍କ ପାଖରେ ଏଭଳି ଅପସନ ଶୋ ହବ, ଆପଣ ଆଧାର ଇ କେୱାଇସି ଉପରେ କ୍ଲିକ୍ କରିବେ। ତ ବର୍ତ୍ତମାନ ଏଠାରେ ଆପଣ ମାନେ ଆଧାର ନମ୍ବର, ଏହାପରେ ଆପଣ ମାନଙ୍କୁ ଏଠାରେ କ୍ୟାପଚା ଫିଲ୍ଅପ୍ କରିବାକୁ ପଡିବ। କ୍ୟାପଚା ଫିଲ୍ଅପ୍ କଲା ପରେ ଆପଣ ମାନେ ସେଣ୍ଡ ଓଟିପି ଉପରେ କ୍ଲିକ୍ କରିବେ। ତ ବର୍ତ୍ତମାନ ଆପଣଙ୍କ ଆଧାର ନମ୍ବର ଓଟିପି ଯିବ ଯୋଉଟା କି ଆପଣ ମାନେ ଏଠାରେ ଫିଲ୍ଅପ୍ କରିବେ। ଏହାପରେ ଆପଣ ମାନେ ଭେରିଫାଇ ଓଟିପି ଉପରେ କ୍ଲିକ୍ କରିବେ। ତ ବର୍ତ୍ତମାନ ଆପଣଙ୍କ ପାଖରେ ଏଭଳି ଇନଫର୍ମେସନ ଶୋ ହବ, ଆପଣ ମାନେ ପ୍ରୋଫାଇଲକୁ ଫିଲ୍ଅପ୍ କରିବେ। ଏଠାରେ ଦିଆଯାଇଛି କି ଇ କେୱାଇସି, ପର୍ସନାଲ ଡିଟେଲ୍ସ, କଣ୍ଟାକ୍ଟ ଡିଟେଲ୍ସ, ଏଜୁକେସନ ଡିଟେଲ୍ସ, ବ୍ୟାଙ୍କ ଡିଟେଲ୍ସ, ସ୍କିଲ୍ ଆଣ୍ଡ ଲାଙ୍ଗୁଏଜ ଆପଣ ମାନେ ଏଠାରେ ଫିଲ୍ଅପ୍ କରିବେ। ଆପଣମାନଙ୍କ ଆଧାର ପରେ ଫେଜ ବି ଆସିଯାଇଥିବ ଆପଣଙ୍କ ଇମେଜ। ଏହାପରେ ଆପଣ ମାନେ ତଳକୁ ସ୍କ୍ରୋଲ କରିବେ। ଆପଣଙ୍କୁ କ୍ୟାଟେଗୋରୀ ଆପଣ ଯଦି ଜାତି ହେଇଥିବ ତ ଆପଣଙ୍କୁ ମେନସନ୍ ଦେବେ। ଆପଣଙ୍କୁ ହାଉସ ବା ଆପାର୍ଟମେଣ୍ଟ ନେମ୍ ଆପଣଙ୍କ ନାଁ ଦେବେ। ଏଠାରେ ଆଡ୍ରେସ ଆପଣଙ୍କ ଆଡ୍ରେସ ଦେବେ ଯୋଉଟା କି ଏଟ୍ ପୋଷ୍ଟ ଅନୁସାରେ ଦେବେ। ଏହାପରେ ଆପଣଙ୍କୁ ଷ୍ଟେଟ୍ ଆଉ ଡିଷ୍ଟ୍ରିକ୍ଟ ଦେବାକୁ ପଡିବ। ଏହାପରେ ଆପଣ ମାନେ ତଳକୁ ସ୍କ୍ରୋଲ କରିବେ। ଏଠାରେ ବ୍ଲକ, ଭିଲେଜ, ଜିପ୍ କୋଡ୍ ଦେବେ। ଆପଣଙ୍କ କରେଣ୍ଟ ଆଡ୍ରେସ ପରମାନେଣ୍ଟ ଆଡ୍ରେସ ସମାନ ଅଛି, ଆପଣ ମାନେ ଏହାକୁ କ୍ଲିକ୍ କରିବେ, ସମାନ ହୋଇଯିବ। ବର୍ତ୍ତମାନ ଆପଣଙ୍କର ହ୍ୟାଣ୍ଡିକ୍ୟାପ୍, ତାହେଲେ ଆପଣ ମାନେ ଏଠାରେ ୟେସ୍ ଉପରେ କ୍ଲିକ୍ କରିବେ। ଯଦି ହ୍ୟାଣ୍ଡିକ୍ୟାପ୍ ଉପରେ କ୍ଲିକ୍ କରିବେ। ଏହାପରେ ଆପଣ ମାନେ ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବେ। ତ ବର୍ତ୍ତମାନ ଆପଣ ମାନେ ତଳକୁ ସ୍କ୍ରୋଲ କରିବେ। ବର୍ତ୍ତମାନ ଆପଣଙ୍କ ପାଖରେ ଆସିବ ଦୋସ୍ତ ରେଜିଷ୍ଟ୍ରେସନ ମୋବାଇଲ ନମ୍ବର, ଲଗଇନ ଆଇଡି, ବିଲଙ୍ଗ ଟୁ ୟୁ। ଆପଣ ମାନେ ୟେସ୍ କରିବେ। ଏହାପରେ ଆପଣ ମାନେ ସେଣ୍ଡ ଓଟିପି ଉପରେ କ୍ଲିକ୍ କରିବେ। ବର୍ତ୍ତମାନ ଏଠାରେ ଆପଣଙ୍କୁ ଇମେଲ ଆଇଡି ଦେବ। ଏହାପରେ ସେଣ୍ଡ ଓଟିପି ଉପରେ କ୍ଲିକ୍ କରିବେ। ବର୍ତ୍ତମାନ ଆପଣଙ୍କ ଇମେଲ ଆଇଡି କୁ ଓଟିପି ଯାଇଥିବ, ଆପଣ ମାନେ ଫିଲ୍ଅପ୍ କରିବେ। ଓଟିପି ଯାଇନାହିଁ ତ ଆପଣ ମାନେ ଇମେଲ ସ୍ପାମ ଓଟିପି ଦେଖନ୍ତୁ। ଏଠାରେ ଦିଆଯାଇଛି କି if you are not able to see your email OTP in your inbox, please check the spam folder. ଆପଣ ମାନେ ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବେ। ବର୍ତ୍ତମାନ ଆପଣମାନଙ୍କ ପାଖରେ ଏଜୁକେସନ କ୍ୱାଲିଫିକେସନ ଫିଲ୍ଅପ୍ କରିବାକୁ ପଡିବ, ଯୋଉଟା କି ଆପଣ ମାନେ ଯାହା ବି ଏଜୁକେସନ କରୁଥିବେ সেই ଅନୁସାରେ ଦେବେ। ଆପଣ ମାନେ ପ୍ରଥମେ 10th ଦେବେ, ତାପରେ 12th ଦେବେ, ତାପରେ ଯଦି କିଛି ଗ୍ରାଜୁଏସନ କରିଥାନ୍ତି ଗ୍ରାଜୁଏସନ ଦେଇପାରିବେ।
ଏଠି ଆପଣଙ୍କୁ ପ୍ରଥମେ ଆପଣଙ୍କ 10th ଯେତିକି ମାର୍କ ଥିଲା ଯାହା କ୍ୱାଲିଫିକେସନ ଥିଲା ତା ଅନୁସାରେ ଦବାକୁ ପଡିବ। ଏଠି ଆପଣ ମାନେ 10th ସିଲେକ୍ଟ କରିବେ। ଯେହେତୁ ଆପଣ ମାନେ କୋର୍ସ ଆପଣ ମାନେ ଅଲ୍ କୋର୍ସ ଆସିବ ଆପଣ ମାନେ ସିଲେକ୍ଟ 10th କ୍ଲାସ ମାର୍କ ଫିଲଅପ୍ କଲା ପରେ ଆପଣଙ୍କୁ ଏଠି ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବାକୁ ପଡିବ। କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ସେଭ୍ ଏଣ୍ଡ ମୋଡ୍ ଉପରେ କ୍ଲିକ୍ କରିବାକୁ ପଡିବ। କ୍ଲିକ୍ କରିକି ଆମେ ଆପଣଙ୍କ କ୍ଲାସ 12 ର ମାର୍କ ଦେବେ। ତାପରେ ଆପଣ ମାନେ ଏଠି 12 ଲେଖିବେ। ଆପଣ ମାନେ 12 ରେ ଯୋଉ ବି କୋର୍ସ କରୁଛନ୍ତି ତା ଆଡ୍ରେସ ଦେବେ। ପିସିବି ର ଅର୍ଥ ହେଉଛି ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି। ପିସିଏମ୍ ର ଅର୍ଥ ହେଉଛି ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ୍। ପିସିବି ର ଅର୍ଥ ହେଉଛି ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ୍ ବାୟୋଲୋଜି। ଆପଣ ମାନେ ଏଠାରେ ଯାହା ବି କରୁଛନ୍ତି ତା ଆପଣ ଚୁଜ୍ କରିବାକୁ ପଡିବ। ଏହାପରେ ଆପଣ ମାନେ କେବେ ପାସିଂ କରିଥିଲେ ତା ଚୁଜ୍ କରିବେ। ଏହାପରେ ଆପଣ ମାର୍କ କେତେ ଥିଲା ତା ଚୁଜ୍ କରିବେ। ବର୍ତ୍ତମାନ ଏଠାରେ ଆପଣଙ୍କୁ ନେମ୍ ଅଫ୍ ୟୁନିଭର୍ସିଟି ଲେଖିବାକୁ ପଡିବ। ଆପଣ ମାନେ କୋଉ କଲେଜରେ ପଢୁଥିଲେ ତାହା ଏଠାରେ ଲେଖିବେ। ଏହାପରେ ଆପଣ ମାନେ ଯେବେ ପାସ୍ କରିଥିଲେ ତାହା ଲେଖିବେ। ଏଠାରେ ଆପଣଙ୍କୁ ସାର୍ଟିଫିକେଟ ଅପଲୋଡ୍ କରିବାକୁ ପଡିବ। ଏଠାରେ ସେଭ୍ ଏଣ୍ଡ ମୋଡ୍ ଉପରେ କ୍ଲିକ୍ କରିବେ। ତ ବର୍ତ୍ତମାନ ଆପଣଙ୍କୁ ଏଭଳି ଅପସନ ଆସିବ। ଆପଣ ମାନେ ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବେ। ଏହାପରେ ଆପଣ ମାନେ ତଳକୁ ସ୍କ୍ରଲ୍ କରିବେ। ପଚାରିବେ କି ଆପଣଙ୍କ ଆଧାର ସେଣ୍ଟର ବ୍ୟାଙ୍କ ଆକାଉଣ୍ଟ ଅଛି କି ନାହିଁ। ଆପଣ ମାନେ ଏଠାରେ ୟେସ୍ ଉପରେ କ୍ଲିକ୍ କରିକି ଏଟା କରିବେ। ଯଦି ଆପଣଙ୍କ ଆଧାର ସେଣ୍ଟର ବ୍ୟାଙ୍କ ଆକାଉଣ୍ଟ ନାହିଁ ତାହେଲେ ଆପଣ ମାନେ नो ଉପରେ କ୍ଲିକ୍ କରିବେ। ଏଠାରେ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ବର୍ତ୍ତମାନ ଏଠାରେ ଆସିବ ମାଇ ସ୍କିଲ୍। ଆପଣ ମାନେ ଏଠାରେ ଆପଣଙ୍କ ସ୍କିଲ୍ ଦେବେ। ଆପଣ ମାନେ ଯାହା ସ୍କିଲ୍ ଡେଭଲପ୍ କରିବାକୁ ଚାହୁଁଛନ୍ତି ତାହା ଏଠାରେ ଦେଇପାରିବେ। ଏହାପରେ ଆପଣଙ୍କ ଏଠାରେ ଲାଙ୍ଗୁଏଜ ନନ୍ ପଚାରିବ। ଆପଣ ମାନେ ଯୋଉ ବି ଲାଙ୍ଗୁଏଜ ଜାଣିଛନ୍ତି ତାହା ଲେଖିବେ। ଏଠାରେ ପାଷ୍ଟ ଏକ୍ସପିରିଏନ୍ସ କିଛି ଏକ୍ସପିରିଏନ୍ସ ଅଛି କି ନାହିଁ ଆପଣ ମାନେ ଏଠାରେ ଲେଖିବେ। ଯଦି କିଛି ଏକ୍ସପିରିଏନ୍ସ ନାହିଁ ଆପଣ ମାନେ ଫ୍ରେଶର ତାହେଲେ ଏଠାରେ ଜିରୋ ଉପରେ କ୍ଲିକ୍ କରିବେ। ଆଡିସନାଲ ସାର୍ଟିଫିକେସନ ଆପଣ ମାନେ କିଛି ବି ଲେଖିପାରିବେ। ତାପରେ ମୁଁ ବି ଲେଖିଛି ତାପରେ ଆପଣ ଲେଖିପାରିବେ କିନ୍ତୁ ନ ଲେଖିଲେ ପ୍ରୋବ୍ଲେମ ନାହିଁ। ଏଠାରେ ଅପଲୋଡ ସାର୍ଟିଫିକେଟରେ ଆପଣ ମାନେ ଆପଣଙ୍କ ରିଜ୍ୟୁମକୁ ଅପଲୋଡ କରିବେ ଯୋଉଟା କି ଆପଣଙ୍କ ସିଭି। ତ ବର୍ତ୍ତମାନ ଏଠାରେ ଆପଣଙ୍କୁ ଏଭଳିଆ ଅପସନ ଆସିବ। ଆପଣ ମାନେ ଯଦି କିଛି ଭୁଲ କରୁଛନ୍ତି ତାହେଲେ ପ୍ରିଭିୟସ ଏଡିଟ ଉପରେ କ୍ଲିକ୍ କରି ତାକୁ କରେକ୍ସନ କରିପାରିବେ। ଆପଣ ମାନେ ଯଦି ସିଭି ନାହିଁ କିମ୍ବା ରିଜ୍ୟୁମ ନାହିଁ ତାହେଲେ ଆପଣ ମାନେ ଏଠାରେ ଜେନେରାଲ ସିଭି ମାରିକି ତାକୁ ଜେନେରାଲ ବି କରିପାରିବେ। ଯଦି ସବୁ ଆପଣଙ୍କର ଠିକ ଅଛି ତ ଆପଣ ମାନେ କମ୍ପ୍ଲିଟ ପ୍ରୋଫାଇଲ ଉପରେ କ୍ଲିକ୍ କରନ୍ତୁ। ତ ବର୍ତ୍ତମାନ ଆପଣଙ୍କର ଏଟା ସକ୍ସେସଫୁଲ ସବମିଟ ହୋଇଯାଇଛି। ଆପଣ ମାନେ ଏଠି ଆସିବ ଆପଣ ମାନେ ଏଠି ଆସିବ ସକ୍ସେସଫୁଲ କମ୍ପ୍ଲିଟେଡ ପ୍ରୋଫାଇଲ ଆପ୍ଲାଏ ଫର ଇଣ୍ଟର୍ନସିପ। ଆପଣ ଏବେ ଇଣ୍ଟର୍ନସିପ ପାଇଁ ଆପ୍ଲାଏ କରିବେ। ତ ବର୍ତ୍ତମାନ ଆପଣ ମାନେ ଏଠାରେ ଇଣ୍ଟର୍ନସିପ ପାଇଁ ଆପ୍ଲାଏ କରିବେ। ଏଠାରେ ଆପଣଙ୍କ ଷ୍ଟେଟ ଚୁଜ କରିବେ ଏବଂ ଆପଣଙ୍କ ଡିଷ୍ଟ୍ରିକ୍ଟ ଯୋଉଠାରେ ବି କାମ କରିବାକୁ ଚାହୁଁଛନ୍ତି। ଯଦି ଆପଣ ମାନେ ଚାହୁଁଛନ୍ତି କି ପରବର୍ତ୍ତୀ ଭିଡ଼ିଓରେ ଆପ୍ଲାଏ ପ୍ରୋସେସ ଆଣେ କିଭଳି ଆପଣ ମାନେ ଏହାକୁ ଆପ୍ଲାଏ କରିପାରିବେ ତ ଚ୍ୟାନେଲକୁ ସବସ୍କ୍ରାଇବ କରିକି ଭିଡ଼ିଓକୁ ଲାଇକ୍ କରନ୍ତୁ। Thanks for watching this video.